କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲି ଯାଇପାରେ, କିନ୍ତୁ ତା କର୍ମକୁ କେବେ ବି ଭୁଲିବ ନାହିଁ। ଜୀବନରେ ସବୁବେଳେ ଏମିତି କିଛି କର୍ମ କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ଜୀବିତ ଅବସ୍ଥାରେ ସମସ୍ତେ ଭଲ ପାଇବେ ତ ପାଇବେ, ସଂସାରରୁ ଚାଲିଯିବା ପରେ ମଧ୍ୟ ସବୁ ଲୋକ ଆପଣଙ୍କୁ ଝୁରି ହେଉଥିବେ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ହେଉଛି ଚାରିଟି ମହମବତୀଙ୍କର। ଦିନେ ଅମାବାସ୍ୟା ରାତିରେ ଚାରିଆଡ଼େ ସମ୍ପୂର୍ଣ୍ଣ ଅନ୍ଧାର ଥିଲା। କେବଳ ଗୋଟିଏ କୋଠରୀରେ ଚାରିଟି ମହମବତୀ ଜଳୁଥିଲା। ଏକୁଟିଆ ଦେଖି ଚାରି ମହମବତୀ ନିଜ ନିଜ ଭିତରେ କଥାବାର୍ତ୍ତା ଆରମ୍ଭ କଲେ। ପ୍ରଥମ ମହମବତୀଟି ଅନ୍ୟମାନଙ୍କୁ କହିଲା, ମୋ ନାଁ ହେଉଛି ଶାନ୍ତି। ଯେତେବେଳେ ମୁଁ ଦୁନିଆକୁ ଦେଖେ ମୋତେ ବହୁତ ଦୁଃଖ ଲାଗେ। ଚାରିଆଡ଼େ ବିଶୃଙ୍ଖଳା, ଲୁଟପାଟ ଏବଂ ହିଂସା ରହିଛି। ଏଭଳି ପରିସ୍ଥିତିରେ ଏଠାରେ ରହିବା ଅତ୍ୟନ୍ତ କଷ୍ଟକର। ମୁଁ ଆଉ ଏଠାରେ ରହିପାରିବି ନାହିଁ। ଏହା କହି ମହମବତୀଟି ଲିଭିଗଲା। ଦ୍ୱିତୀୟ ମହମବତୀଟି ମଧ୍ୟ ତାର ମନ କଥା କହିବା ଆରମ୍ଭ କଲା। ମୁଁ ହେଉଛି ବିଶ୍ୱାସ। ମୁଁ ଅନୁଭବ କରୁଛି ଯେ ମିଥ୍ୟା, ପ୍ରତାରଣା, ପ୍ରବଞ୍ଚନ ଏବଂ ଅସାଧୁତା ମୋର ଅସ୍ତିତ୍ୱକୁ ନଷ୍ଟ କରୁଛି। ଏହି ସ୍ଥାନ ଆଉ ମୋ ପାଇଁ ଉପଯୁକ୍ତ ନୁହେଁ। ମୁଁ ମଧ୍ୟ ଏ ସ୍ଥାନକୁ ଛାଡ଼ି ଚାଲିଯାଉଛି। ଏହା କହି ଦ୍ୱିତୀୟ ମହମବତୀ ମଧ୍ୟ ଲିଭିଗଲା। ତୃତୀୟ ମହମବତୀ ଦୁଃଖର ସହ ନିଜ କଥା କହିବାକୁ ଆରମ୍ଭ କଲା। ସେ କହିଲା, ମୁଁ ହେଉଛି ପ୍ରେମ। ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ତଙ୍କ ପାଇଁ ପ୍ରେମର ସଞ୍ଚାର କରି ଜୀବନକୁ ଆଲୋକିତ କରାଇପାରିବି। କିନ୍ତୁ ବର୍ତ୍ତମାନ ମୋ ପାଇଁ କାହାର ସମୟ ନାହିଁ। ସ୍ୱାର୍ଥପରତା ଏବଂ ଘୃଣାର ଭାବନା ଏବେ ମୋ ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ନେଇସାରିଲାଣି। ଲୋକଙ୍କ ହୃଦୟରେ ପ୍ରେମର ଏବେ କୌଣସି ଅନୁଭବ ଆଉ ରହୁନାହିଁ। ବର୍ତ୍ତମାନ ମୁଁ ଏହାକୁ ଦେଖି ଆଉ ସହିପାରୁନାହିଁ। ତେଣୁ ଏଠାରୁ ଚାଲିଯିବା ମୋ ପାଇଁ ବହୁତ ଭଲ ହେବ। ଏହା କହି ତୃତୀୟ ମହମବତୀ ମଧ୍ୟ ଲିଭିଗଲା। ତୃତୀୟ ଆଲୋକ ଲିଭିବା ମାତ୍ରେ ସେହି କୋଠରୀକୁ ଗୋଟିଏ ଛୋଟ ପିଲା ପ୍ରବେଶ କଲା। ମହମବତୀ ଲିଭିବା ଦେଖି ମନେ ମନେ ସେ ଚିନ୍ତା କଲା, ଆଉ ତା ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ଦୁଃଖୀ ହୃଦୟରେ କହିବାକୁ ଲାଗିଲା, ତୁମେ ସମସ୍ତେ କେମିତି ନିଜେ ନିଜେ ଅନ୍ଧାର କରି ମୋଠାରୁ ଚାଲିଯାଉଛ? ତମେ କ'ଣ ଜାଣିନ ମୁଁ ଅନ୍ଧାରକୁ ଖୁବ୍ ଡରେ? ରାତି ଅଧରେ ମୋ ଜୀବନକୁ ଏହିପରି ଛାଡ଼ି ତୁମେ କ'ଣ ଚାଲିଯାଇପାରିବ? ତୁମକୁ ଶେଷ ପର୍ଯ୍ୟନ୍ତ ହିଁ ସମ୍ପୂର୍ଣ୍ଣ ଜଳିବାକୁ ପଡ଼ିବ, ଖାସ୍ ମୋରି ପାଇଁ। କିନ୍ତୁ ତୁମେ ମୋତେ ଛାଡ଼ି ଚାଲିଯାଉଛ। ମୁଁ ବର୍ତ୍ତମାନ କ'ଣ କରିବି? ପିଲାଟିର କଥା ଶୁଣି ମିଞ୍ଜି ମିଞ୍ଜି ଜଳୁଥିବା ଚତୁର୍ଥ ମହମବତୀ କହିଉଠିଲା, ଚିନ୍ତା କର ନାହିଁ। ମୁଁ ହେଉଛି ଆଶା। ମୁଁ ତୁମ ସହିତ ଅଛି, ଆଉ ଆଗକୁ ମଧ୍ୟ ରହିବି, ତୁମର ଶେଷ ପ୍ରୟାସ ପର୍ଯ୍ୟନ୍ତ। ଯେପର୍ଯ୍ୟନ୍ତ ମୁଁ ଜଳୁଛି, ତୁମେ ମୋର ନିଆଁରେ ଅନ୍ୟ ମହମବତୀମାନଙ୍କୁ ଜାଳି ଆଲୋକ ପାଇପାରିବ। ଚତୁର୍ଥ ମହମବତୀଠାରୁ ଏପରି କଥା ଶୁଣି ପିଲାଟି ଆଶ୍ୱସ୍ତି ଅନୁଭବ କଲା। ସେ ଆଶା, ଶାନ୍ତି, ବିଶ୍ୱାସ ଏବଂ ପ୍ରେମକୁ ପୁନର୍ଜୀବିତ କଲା। ଶ୍ରୋତାବନ୍ଧୁ, କାହାଣୀଟି ଖୁବ୍ ଛୋଟ, ହେଲେ ଆମ ଜୀବନରେ ଅନେକ କିଛି ଶିଖାଉଛି। ଜୀବନରେ ସମୟ ସବୁବେଳେ ସମାନ ରହେ ନାହିଁ। ବେଳେବେଳେ ଆଲୋକ ଥାଏ, ଆଉ ବେଳେବେଳେ ଅନ୍ଧାର। ଯେତେବେଳେ ଜୀବନରେ ଅନ୍ଧକାର ଆସେ, ମନ ବିଚଳିତ ହୁଏ, ବିଶ୍ୱାସ ଦୁର୍ବଳ ହେବାକୁ ଲାଗେ, ଆଉ ଆମକୁ ଆମ ଦୁନିଆ ପାଖରେ ଥାଇ ମଧ୍ୟ ଖୁବ୍ ଦୂର ଦେଖାଯାଏ। ସେତେବେଳେ ଯଦି ଆମେ ଏହି ଆଶା ନାମକ ଦୀପକୁ ଜାଳିବା ନା, ଯେପର୍ଯ୍ୟନ୍ତ ଆଶାର ଦୀପ ଜଳୁଥିବ, ଜୀବନରେ ଅନ୍ଧକାର କେବେ ବି ହୋଇପାରିବ ନାହିଁ। ଜୀବନରେ ସବୁକିଛି ଆଶାରୁ ଶକ୍ତି ହାସଲ କରାଯାଇପାରିବ। ତେଣୁ ଆଶା କେବେ ଛାଡ଼ନ୍ତୁ ନାହିଁ, ଆଉ ସେହି ଆଶା ସହ କରି ଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି। सावन में